ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କ ପାଇଁ ତାଙ୍କ ବାପା ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ବିଜେପିରୁ ବହିଷ୍କାର ପରେ ସେ ବିଧିବଦ୍ଧ ଭାବେ ବିଜେଡି ପ୍ରାର୍ଥୀ ଅରବିନ୍ଦ ଓ ଅଂଶୁମାନଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି। ବିଜୟ ଗବଦପୁର ବ୍ଲକ ଭଗବାନପୁର ପଞ୍ଚାୟତର ଜୟପୁର ଗ୍ରାମରେ ନିର୍ବାଚନୀ ସଭା କରି ବିଜେଡିର ବିକାଶମୁଖୀ ଯୋଜନାଗୁଡ଼ିକ ଲୋକଙ୍କୁ ବୁଝାଇବା ସହ ଜଡ଼ିଶଙ୍କରେ ଭୋଟ ଦେବାକୁ ଭୋଟରଙ୍କୁ କହିଥିଲେ। ଏଥିସହ ବିଜେପିର ଅନେକ କର୍ମୀ ମଧ୍ୟ ବିଜୟ ମହାପାତ୍ରଙ୍କୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଜନତା ପାର୍ଟି ବିଜୟଙ୍କୁ ଦଳର ବହିଷ୍କାର କରିବା ପରେ ବିଜୟ ମହାପାତ୍ର ପୁଅ ପାଇଁ ନିର୍ବାଚନ ପ୍ରଚାର କରିବେ ବୋଲି କହିଥିଲେ ଓ ଏବେ ସେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ତଥା ନିଜ ପୁଅ ଅରବିନ୍ଦ ମହାପାତ୍ରଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବା ବିରୋଧୀଙ୍କ ଚିନ୍ତାର କାରଣ ହେଲାଣି। କେନ୍ଦ୍ରାପଡ଼ାରୁ ବାବୁଲି ମଲ୍ଲିକଙ୍କ ରିପୋର୍ଟ ସଂଗ୍ରାମ ଟିଭି। आज आपण कर्मी सम्मेलन कले गोटे निर्वाचन प्रचार ये कर्मी सम्मेलन ये समस्ते एकाकार हो गोटे गोटे पंचायत रे समस्ते एकाठी हो ये गोटे नुआ धरण निर्वाचन होची पाटकुरा भगवानपुर कौन वार्ता देले वर्तमान जयपुर रे गाँव को आसते भगवानपुर पंचायत सबुदिन आगुरी जमती थला एथर नुआ भगवानपुर तैयारी होची एति देखिल नुआ भगवानपुर समस्ते एकाठी मु बहुत खुशी जे मो जीवन में देखा पाइले निर्वाचन अत्तर बहुत लड़ी किंतु एमती निर्वाचन मुझे लड़ीनी जो थी कि मोर शत्रु मित्र आज समस्ते गोटाए मंच एकाठी